ଆଜି ହେଉଛି 11 ଏପ୍ରିଲ 2025 ଶୁକ୍ରବାର। ଆଜିର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। ଆଇଏଏସ୍ ସ୍ତରରେ ହେଲା ବଡ଼ ଅଦଳ ବଦଳ। ଆଇଏଏସ୍ ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ଓଡ଼ିଶା ସରକାର। ଏନେଇ ଗୁରୁବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ପରମହଂସଦାସ ହେଉଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ନେଇଛନ୍ତି। ରିଜା ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ନେଇଛନ୍ତି। ଅତି ବଡ଼ ଖବର, ପୁଣି ବଢ଼ିଲା ସୁନା ଦର। ଏକାଥରେ ବଢ଼ିଲା 3700 ଟଙ୍କା, ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଲୋକେ। କିଛି ଦିନ ହେବ ସୁନା ଓ ରୂପା ଦର କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା, ଯାହା ଶୁଣି ଆକଳନ କରାଯାଇଥିଲା ଯେ ସୁନା ଦର 54,000 ହୋଇଯିବ ଏବଂ ଏହି ଖବର ଶୁଣି ସୁନା ପ୍ରେମୀ ମଧ୍ୟ ଖୁସି ହୋଇଯାଇଥିଲେ। ହେଲେ 2-4 ଦିନ ହ୍ରାସ ପରେ ପୁଣି ବଢ଼ି ଚାଲିଛି ସୁନା ଦର। ପରବର୍ତ୍ତୀ ବଡ଼ ଖବର, 2 ଦିନ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଦୟଣା ଲାଗି ଏବଂ ଚତୁର୍ଦ୍ଦଶୀ ନୀତି ସମ୍ପାଦିତ ହେବ। ଏହାକୁ ଦୃଷ୍ଟିରେ ରଖି 10 ତାରିଖ ଏବଂ 11 ତାରିଖରେ 2 ଦିନ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାମ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏଭଳି ସୂଚନା ଦିଆଯାଇଛି। ପରବର୍ତ୍ତୀ ବଡ଼ ଖବର, ସେମିକଣ୍ଡକ୍ଟର ଚିପ୍ସ ତିଆରିରେ ବଡ଼ ନିଯୁକ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସୂଚନା ଦେଇଛନ୍ତି, ଭାରତର ସମ୍ପୂର୍ଣ୍ଣ ସ୍ୱଦେଶୀ ନିର୍ମିତ ସେମିକଣ୍ଡକ୍ଟର ଚିପ୍ସ ଚଳିତ ବର୍ଷ ଲଞ୍ଚ ହେବ। ସେ କହିଛନ୍ତି ଯେ ଏବେ ଦେଶରେ 5ଟି ୟୁନିଟ୍ର ନିର୍ମାଣ ସୁରୁଖୁରୁରେ ଚାଲିଛି। ଅନେକ ସ୍ଥାନରେ ମେସିନ୍ର ପରୀକ୍ଷଣ ମଧ୍ୟ ସରିଯାଇଛି। ଦେଶରେ ପ୍ରଥମ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚର ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ପାୱାର ଚିପ୍ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚର କର୍ପୋରେସନ PHMC ସହଭାଗିତାରେ ଗୁଜରାଟରେ ଧେଲାରାରେ ନିର୍ମାଣ କରାଯାଇଛି। ପରବର୍ତ୍ତୀ ବଡ଼ ଖବର, ଆଜି ଆସୁଛନ୍ତି ଜେପି ନଡ୍ଡା। 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା। ଶୁକ୍ରବାର ଦିନ 1ରେ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ସିଧା କଟକ ବାଲିଯାତ୍ରା ପଡ଼ିଆକୁ ଯିବେ। ସେଠାରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ। କଟକକୁ ଛାଡ଼ି ମଧ୍ୟ ଆଉ 12ଟି ଜିଲ୍ଲାରେ ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ହେବ। ଏହାପରେ କଟକଠାରେ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ସର ନୂଆ ବିଲ୍ଡିଂର ଲୋକାର୍ପଣ କରିବେ। ସେହିପରି ସିପେଟ୍ ଏବଂ ଭୁବନେଶ୍ୱର ଏମ୍ସକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ 12 ତାରିଖରେ ପୁରୀରେ ହେବାକୁ ଥିବା ବିଜେପି ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରିବେ ବୋଲି ଖବର ଆସିଛି। ପରବର୍ତ୍ତୀ ବଡ଼ ଖବର, ପାରାଦୀପରେ ଆଇଓସିଏଲ୍ର ନୂଆ ପ୍ରକଳ୍ପକୁ ନେଇ ସରକାରଙ୍କୁ କଲେ ଟାର୍ଗେଟ। ପାରାଦୀପରେ ଆଇଓସିଏଲ୍ର ନୂଆ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ କରିଥିବା ଚୁକ୍ତି ଉପରେ ବିଜେଡିର ସାମ୍ବାଦିକ ସମ୍ମିଳନୀ। ଆଇଓସିଏଲ୍ ସହିତ ପାରାଦୀପରେ ହେବାକୁ ଥିବା ଯେଉଁ ପ୍ରକଳ୍ପ ଉପରେ ଯେଉଁ ଚୁକ୍ତି ହୋଇଛି, 2018ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଓସିଏଲ୍କୁ ଏଥିବାବଦରେ ଏକ ଚିଠି ଲେଖିଥିଲେ। 2019ରେ ଆଇଓସିଏଲ୍ ନିର୍ଦ୍ଦେଶ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। 2023ରେ ତତ୍କାଳୀନ ସରକାରକୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ବର୍ତ୍ତମାନ ତତ୍କାଳୀନ ସଚିବ ଗଣମାଧ୍ୟମକୁ ଜଣାଇଥିଲେ ଯେ ଏବେର ବିଜେପି ସରକାର କିଛି ନୂଆ ନକରି ନବୀନ ବାବୁଙ୍କ କାର୍ଯ୍ୟରେ ନାଁ ନେଇ ବାହାବା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେଡି ନେତା କହିଛନ୍ତି। ପରବର୍ତ୍ତୀ ବଡ଼ ଖବର, ରାଜ୍ୟରେ ହ୍ରାସ ହେବ ବ୍ୟାଙ୍କ ସଂଖ୍ୟା। ଆଗାମୀ ମାସରୁ ଦେଶରେ ଅନେକ କିଛି ନିୟମ ବଦଳିବାକୁ ଯାଉଛି। ଏଥିରେ ଦେଶରେ ବ୍ୟାଙ୍କ ସଂଖ୍ୟା ହ୍ରାସ ହେବ। ଏଥିରେ 11ଟି ରାଜ୍ୟରେ 15ଟି ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ ହେବ। କେନ୍ଦ୍ର ସରକାର ଆଗାମୀ ମାସଠୁ ଗୋଟିଏ ରାଜ୍ୟରେ ଗୋଟିଏ ଗ୍ରାମୀଣ ବ୍ୟାଙ୍କ RBI ନୀତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ମାଧ୍ୟମରେ ଏବେ ଗୋଟିଏ ରାଜ୍ୟରେ କେବଳ ଗୋଟିଏ ଗ୍ରାମୀଣ ବ୍ୟାଙ୍କ ରହିବ ବୋଲି ସୂଚନା ଆସିଛି। ଅତି ବଡ଼ ଖବର, ଦିଲ୍ଲୀରେ ଆତଙ୍କୀ ତହବୁର ରାଣା ଭାରତରେ ପହଞ୍ଚିଲା। 26/11 ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା କଡ଼ା ସୁରକ୍ଷା ବଳୟରେ ଭାରତକୁ ଆମେରିକାରୁ ଅଣାଯାଇଛି। ଭାରତକୁ ଆଣିଥିବା ସ୍ୱତନ୍ତ୍ର ବିମାନଟି ଦିଲ୍ଲୀରେ ପାଲମ ବିମାନ ବନ୍ଦରରେ ଅବତରଣ କରିଛି। ଏହି ହାଇ ପ୍ରୋଫାଇଲ ଆତଙ୍କବାଦୀଙ୍କୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବୋଲି ଖବର ଆସିଛି। ପରବର୍ତ୍ତୀ ବଡ଼ ଖବର, ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ। ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ ହେବାକୁ ଆସିଲା ନୂଆ ନିୟମ। 128 ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇଛି। 1900 ମସିହାରେ ପ୍ରଥମ ଥର ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା। 2028 ଅଲିମ୍ପିକ୍ସରେ ଲସ୍ ଆଞ୍ଜେଲସରେ ଖେଳାଯିବ। T20 ଫର୍ମାଟରେ ଖେଳାଯିବ କ୍ରିକେଟ। ବଡ଼ ଖବର ଯେ ପୁରୁଷ ଏବଂ ମହିଳା କ୍ରିକେଟ ଦଳ 6ଟି ଟିମ୍ 2028ରେ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇବେ। ପରବର୍ତ୍ତୀ ବଡ଼ ଖବର, ବିଜେଡିରେ ପୁଣି ଥରେ ଶୃଙ୍ଖଳାକୁ ନେଇ ଗୁରୁତ୍ୱ। ନବୀନ ପଟ୍ଟନାୟକ ଚେତାବନୀ ପରେ ପୁଣି ଥରେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଛନ୍ତି ବିଜେଡିର ନେତା। ଏକାଠି ହୋଇ ଦଳୀୟ ସଂଗଠନକୁ କିପରି ଆଗକୁ ନିଆଯିବ ସେଥିପ୍ରତି ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସମସ୍ତଙ୍କର ଫୋକସରେ ଦଳର ସାଂଗଠନିକ ନିର୍ବାଚନ, ଯାହା ଗତ ମାସ ଶେଷ ସୁଦ୍ଧା ସରିବ ବୋଲି ଖବର ଆସିଛି। ପରବର୍ତ୍ତୀ ବଡ଼ ଖବର, ବାଂଲାଦେଶରେ ପୁଣି ଥରେ ବଡ଼ ହଲଚଲ। 5 ଜଣ ସୈନ୍ୟ ଅଧିକାରୀ ଗୃହବନ୍ଦୀ।
ବାଂଲାଦେଶରେ ବଡ଼ ହଲଚଲ ଦେଖାଦେଇଛି। ରାଜଧାନୀ ଢାକାରେ ସେନାର 5 ଜଣ ବଡ଼ ଅଧିକାରୀଙ୍କୁ ଗୁରୁବାର ହାଉସ୍ ଆରେଷ୍ଟ କରାଯାଇଛି। ମିଡ଼ିଆ ରିପୋର୍ଟ ଅନୁସାରେ ବାଂଲାଦେଶରେ ସେନା ମୁଖ୍ୟ ରଷିଆ ଗସ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏହି ଘଟଣା ଢାକା ପ୍ରତି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି ଖବର ଆସିଛି। ତେବେ ଆଜିର ଭିଡ଼ିଓକୁ ଏଇଠି ରଖୁଛୁ। ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଡେଲି ଏମିତିକା ନୂଆ ନୂଆ ନ୍ୟୁଜ୍ ପାଇବା ପାଇଁ।